ଚାକିରି ଓ ଲୋନ୍ ନାମରେ ଠକେଇ ଅଭିଯୋଗରେ ଗିରଫ 3 ଅଭିଯୁକ୍ତଙ୍କୁ ମିଳିଲା ଥାନା ଜାମିନ। ଗତ କିଛି ଦିନ ହେଲା ଗଜପତି ଜିଲ୍ଲାର ବେକାର ଯୁବକ ଯୁବତୀମାନଙ୍କୁ ଚାକିରି ଓ ଲୋନ୍ ନାମରେ ସୁହାନା ଟ୍ରଷ୍ଟ ତରଫ ସୁମି ଗ୍ରୁପ ଅଫ୍ କମ୍ପାନୀ ଠକେଇ କରୁଥିବା ଅଭିଯୋଗରେ ସଂସ୍ଥାର 3 ଅଧିକାରୀଙ୍କୁ ଗତକାଲି ପାରଳା ଆଦର୍ଶ ଥାନା ପୁଲିସ ଅଟକ ରଖିଥିଲା। କୌଣସି ବୈଧ ଅନୁମତି ବିନା ସରକାରୀ ସଭାଗୃହରେ କର୍ମଶାଳା କରି ଏହି ଠକ ସଂସ୍ଥାର ସଦସ୍ୟମାନେ କେବଳ ଗଜପତି ଜିଲ୍ଲା ନୁହେଁ ପଡ଼ୋଶୀ ରାୟଗଡ଼, କଳାହାଣ୍ଡି, ସୋନପୁର, ବଲାଙ୍ଗୀର, ସମ୍ବଲପୁର ଆଦି ବିଭିନ୍ନ ଜିଲ୍ଲା ଶତାଧିକ ଯୁବକ ଯୁବତୀଙ୍କୁ ଠକିଥିଲେ ବୋଲି ଅଭିଯୋଗ ହୋଇଥିଲା। ପଶ୍ଚିମବଙ୍ଗର ଏହି ସଂସ୍ଥା ଚାକିରି ଦେବା ନାମରେ ପାଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ସଭାଗୃହରେ ବେକାର ଯୁବକ ଯୁବତୀଙ୍କୁ ନେଇ କର୍ମଶାଳା କରି ଆସୁଥିଲେ। ଉକ୍ତ ସଂସ୍ଥା ଉକ୍ତ ଯୁବକ ଯୁବତୀଙ୍କୁ ଲୋନ୍ କରାଇବା, ଚାକିରି ଦେବା ବିଭିନ୍ନ ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରୁଥିବା ବେଳେ ସରକାରୀ ସଭାଗୃହରେ ବିନା କୌଣସି ଅନୁମତିରେ ଏହି କର୍ମଶାଳା କରୁଥିଲେ। ପରେ କୌଣସି ସୂତ୍ରରୁ ଖବର ପାଇ କିଛି ସାମ୍ବାଦିକ ଏହି କର୍ମଶାଳା ଆୟୋଜନ କରିଥିବା ଲୋକଙ୍କୁ ପଚରାଉଚରା କରିବାରୁ ସତଡ଼ି ପଦାକୁ ଆସିଥିଲା। ଏହି ଖବର ପାଇ ଡେପୁଟି କଲେକ୍ଟର ତିନା ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ସ୍ଥାନୀୟ ପାଳାଖେମୁଣ୍ଡି ଆଦର୍ଶ ଥାନାକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପାରଳା ପୋଲିସ ପହଞ୍ଚି 3 ଅଭିଯୁକ୍ତ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଲାଇଲାଇର 36 ବର୍ଷୀୟ ସୋମନାଥ ଭୂୟାଁ, ସମ୍ବଲପୁର ଜିଲ୍ଲା ବୁର୍ଲା ନିକଟ ସ୍ନେହାପଲ୍ଲୀର 50 ବର୍ଷୀୟ ଅନ୍ତର୍ଯାମୀ ବାଗ ଓ ସେହି ବୁର୍ଲା ନିକଟ କୋତାପଲ୍ଲୀର 54 ବର୍ଷୀୟ ରବି ରତ୍ନ ସିଂଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ମଙ୍ଗଳବାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଆଦର୍ଶ ଥାନାରେ 414/2025 ନମ୍ବର 1 ମାମଲା ରୁଜୁ କରାଯାଇଛି। ତଦନ୍ତକାରୀ ଅଧିକାରୀ ଏସ୍ଆଇ ଗଙ୍ଗାଧର ପ୍ରଧାନ ପୂରା ମାମଲାର ଛାନଭିନ କରିବା ପରେ ଥାନା ଜାମିନରେ ଅଭିଯୁକ୍ତମାନଙ୍କୁ ଛାଡ଼ି ଦିଆଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।